ମାତୃଗର୍ଭର ନାମକୁ ଯଦି ଦେଇଛନ୍ତି, ସେ ନାମ ଚିନ୍ତନ ଦ୍ୱାରା ସବୁ ଜ୍ଞାନ ସେଇଠି ଉଦୟ ହଉଛି। ଆଉ ଅନେକ ଗୁରୁର ଆବଶ୍ୟକତା କଣ ଅଛି? ନା, ଅନ୍ୟ ଗୁରୁ ଆବଶ୍ୟକତା ନାହିଁ। ଯଦି ସଦ୍ଗୁରୁ ଠିକ ଜିନିଷ ଦେଇଛି ଅନ୍ୟ ଗୁରୁ ଦରକାର ନାହିଁ। ସେଇଥିପାଇଁ ସେଥିରେ ଆଲୋଚନା କରାହେଇଛି। ଯଦି ଗୁରୁ ଠିକ ତତ୍ଵ ନ ଦେଇଛନ୍ତି ତମେ ଗୁରୁ ପରିବର୍ତ୍ତନ କରିବ। ଆଉ ଯଦି ଠିକ ଜିନିଷ ଯଦି ପାଇଛ ଆଉ ଗୁରୁ କାହିଁ ପରିବର୍ତ୍ତନ କରିବ? କିନ୍ତୁ ଆଉ ଗୋଟେ କଥା ମନେ ରଖ, ଯୋଉ ନାରାୟଣ ମନ୍ତ୍ରରେ ବୈଦିକ ଶକ୍ତି ଜାଗ୍ରତ ହବ, ଦୈବୀ ଶକ୍ତି, ସେଇ ନାରାୟଣଙ୍କ ମନ୍ତ୍ର ମଧ୍ୟ ତନ୍ତ୍ର ଶକ୍ତି ଜାଗ୍ରତ ହବ। ମନ୍ତ୍ର ଗୋଟିଏ ହେଲେ କଣ ହବ? ଶକ୍ତି ଅଲଗା। ହୋମିଓପାଥି ଗୋଲି ହଉଛି ଏକ, କିନ୍ତୁ ମେଡିସିନ ଅଲଗା। ମନେକର ସେଇ କୃଷ୍ଣ ନାମ, ହରି ନାମ, ରାମ ନାମ, ସେଇ ଯୋଉ ନାମ ସବୁ, ଯୋଉ ରାମ ନାମଟା ତମେ ଗୋଟେ ସଂସାରୀ ଲୋକଙ୍କ ଠାରୁ, ଗୋଟେ କାମନା ମାର୍ଗୀ କାମୀ ଲୋକଙ୍କ ଠାରୁ ନବ, ତମ ଠି କାମନା ଜାଗ୍ରତ ହବ। ଆଉ ଯଦି ନିଷ୍କାମୀ ଲୋକଙ୍କ ଠାରୁ ସେଇ ମନ୍ତ୍ର ହିଁ ଦବ ସିଏ, କିନ୍ତୁ ତମ ତେଣୁ ଗୁରୁ ଯୋଉ ପ୍ରକୃତିର ହେଇଥିବେ ତମଠି ସେହି ପ୍ରକୃତି ଜାଗ୍ରତ ହବ। ଗୁରୁ ଯଦି ମୁଖ୍ୟ ମାର୍ଗକୁ ଯାଇଥିବେ ତାହେଲେ ତମକୁ ମୁଖ୍ୟ ମାର୍ଗକୁ ନେବେ, ଯଦି ନ ଯାଇଥିବେ ତମେ ଯାଇପାରିବନି। ସେ ମନ୍ତ୍ର ନେଲେ ବି ଏବେ ଧରିପାରିଲି ନା? ଗୁରୁଙ୍କ ଉପରେ କରେ। ଗୁରୁ ଯଦି ନିର୍ଗୁଣ ପୁରୁଷ ହେଇଥିବେ ତମେ ତାଙ୍କୁ ଉପରକୁ ନେବେ। ମନେ କରାଯାଉ ରାମକୃଷ୍ଣ, ନିଗମାନନ୍ଦ, ଦୟାନିଧି, ଯୋଉ ସବୁ ପରମହଂସ, ଏମାନେ କଣ କରିବେ ନା ଆମକୁ ଉପରକୁ ନେଇଯାଇ ପାରିବେ। ଆଉ ଜଣେ ସଂସାର ଲୋକ ଯଦି ମତେ ଦବ, ସିଏ ତ ଯାଇନି, ଆମକୁ କେମିତି ନବ ସିଏ? ଯୋଉମାନେ ଯାଇଛନ୍ତି ସେମାନଙ୍କ ପାଖରେ ଆଶ୍ରିତ ହେଲେ ସେମାନେ ଯଦି କରିବା ନେଇଯିବେ। ହଁ, ନେଇଯିବେ। ଆଉ ଯିଏ ନ ଯାଇଛନ୍ତି କେମିତି ନେବେ? ମୁଁ ଗୋଟେ କଥା କହୁଛି, ତୁ ସେଇ ଜାଗାକୁ ଯାଇଛୁ, ତୋ ସାଙ୍ଗରେ ଚାଲିଗଲେ ତୁ ଚଟକଣି ନେଇଯିବୁ। ନଗଲେ ମୁଁ ଯାହା ସାଙ୍ଗରେ ଯିବି ପୁଣି କାହାକୁ ପଚାରିକି ଯିବି। ଯଦି ପଚାରିବି ମୁଁ କଣ ତୋ ପାଖରେ ଯାଇ ପହଞ୍ଚି ପାରିବି? ଏଇ କଥାଟା ବୁଝିପାରିଲି ତ? ଆଉ ଥରେ କହ ତୋ ପ୍ରଶ୍ନଟା, ଆଉ ଥରେ କହ। ପ୍ରଶ୍ନ ବାବା, ତତ୍ତ୍ୱ ନ ଜାଣିଲେ ନାମ ଯଦି ଆମେ ପାଇଗଲେ, ତତ୍ତ୍ୱ ଯଦି ନ ଜାଣୁଛନ୍ତି ନାମ କାର୍ଯ୍ୟକାରୀ ହଉନାହିଁ କାହିଁକି? ହଁ, ତାର କାରଣ ହଉଛି, ଶୁଣୁ, ଯେ ଆମର ମନେକର ଗୋଟେ ଟିଆ ହେଲା, ଟିଆଟାକୁ ଯଦି ଆମେ ହରେ ରାମ କୃଷ୍ଣ କହିବା ଜପ, ସିଏ ସକାଳୁ ସକାଳୁ ଜପିବ, କିନ୍ତୁ ସିଏ କଣ ସେ ନାମର ମହତ୍ଵ ଜାଣିଛି କି? ତେଣୁ ତାର ଭାବ ଆସିବ ନାହିଁ କି ଭକ୍ତି ଆସିବନି। ସେ ଖାଲି ଭାବ ଭକ୍ତି ଯେତେବେଳେ ନ ଆସିବ, ସେ କଣ ହବ? ସେଟା ଖାଲି ସୁକବାଣୀ, ସେ ଖାଲି କହିବ, କିନ୍ତୁ ତାର କିଛି ହବ ନାହିଁ କି ଫଳ ବି ହବନି। ସେଇମିତି ଯୋଉ ଲୋକ ଗୁରୁଙ୍କ ଠାରୁ ନାମ ନେଇକିରି ସେ ନାମର ରହସ୍ୟ ତତ୍ଵ ଭେଦ ଯଦି ନ କରି ପାରିଛି, ତାର ଭାବ ଆସିବ ନାହିଁ କି ଭକ୍ତି ବି ଆସିବ ନାହିଁ। ଭାବ ଭକ୍ତି ନ ଆସିଲେ ସେ ଖାଲି ଜପୁଥିବ ହରେ ରାମ ହରେ ରାମ ହରେ ରାମ, ଦେଖିବାକୁ ସେଟା ସୁକବାଣୀ ହେଇଯିବ। କିନ୍ତୁ ସେଥିରେ କିଛି ଭାବ ନ ଆସିଲେ ସେ ଉଦ୍ରେକ ହବନି ତା ଭିତରୁ, ତତ୍ଵ ନ ଜାଣିଲେ। ସେଥିପାଇଁ ଆମକୁ ସେ ଯୋଉ ନାମଟା ଗୁରୁ ଦେବେ, ସେ ନାମର ତାର ତତ୍ଵ ଆମକୁ ଜାଣିବା ପାଇଁ ପଡିବ। ମୁଁ ତତେ ଗୋଟେ ଉଦାହରଣ ଦଉଛି, ଶୁଣୁ, ଯେ ଗୋଟେ ଜିନିଷର ମୂଲ୍ୟ ନ ଜାଣିଲେ ଆମେ ତାକୁ ଗୁରୁତ୍ୱ ଦବା ନାହିଁ, ହେଲା କି? ତାର ତୁ ଗୋଟେ ଛୋଟ ଉଦାହରଣ ଦଉଛି, ଯେ ଗୋଟେ ଜଙ୍ଗଲରେ ଦଳେ ଲୋକ ଥିଲେ। ଜଙ୍ଗଲ, ଆଦିବାସୀ ଲୋକ ବାସ କରୁଥିଲେ। ଜଙ୍ଗଲରେ କାଠ ତ ଚାରିଆଡେ ନା, ତେଣୁ ସେମାନେ କଲେ କଣ ନା, କାଠ ବିକ୍ରି କଲେ ଜଙ୍ଗଲରେ କେହି ନେବେନି, କାହିଁକିନା ସମସ୍ତଙ୍କ ବାଟରେ ସମସ୍ତଙ୍କ ଜାଗାରେ କାଠ କିଏ ନବ? ତେଣୁ ସେମାନେ କଣ କରନ୍ତି ନା, କାଠକୁ ଜାଳିକି ଅଙ୍ଗାର କରିକି ନେଇକି ଦୋକାନରେ ଦିଅନ୍ତି। ସେଇ ଅଙ୍ଗାର ଟିକେ ଦି ପଇସା ହୁଏ, ସେଇଥିରେ ଆଣିକି ସେମାନେ ଚଳନ୍ତି, ହେଲା। ତେଣୁ ଏମିତି ଚଳୁ ଚଳୁ ଦିନେ ଜଣେ ରଜା ସେ ବାଟ ଦେଇକି ଯାଉଥିଲେ। ଗଲା ପରେ ଜଣେ ଆଦିବାସୀ ଲୋକ ଯାଇ ଗୋଡତଳେ କହିଲା, ଆଜ୍ଞା ଆଉ ମତେ କିଛି ଟିକେ ସାହାଯ୍ୟ କରନ୍ତୁ, ମତେ କେମିତି ଟିକେ ଭଲ ମୋର ଟିକେ ଚଳାଚଳ ହବ, କିଛି ମତେ ସାହାଯ୍ୟ କରନ୍ତୁ। ରଜା ସେଠୁ କହିଲେ, ଠିକ ଅଛି, ଚନ୍ଦନ ଜଙ୍ଗଲଟା ମୁଁ ତତେ ଦେଇଦେଲି, ତୁ ନେଇଯା। ସେଠୁ ସେ ଯୁଆଟ ହେଇକି ଆଇଲା। ବର୍ଷକ ପରେ ପୁଣି ରଜା ଗଲେ। ଗଲାବେଳକୁ ସେ ଯୋଉ ଦରିଦ୍ରକୁ ସେ ଦରିଦ୍ର। ରଜା ପଚାରିଲେ, କିରେ ତୋର କାହିଁ କିଛି ଉନ୍ନତି ହେଲାନି? କହିଲା, କଣ ଆଉ ଆପଣ ଆଜ୍ଞା କାଠ ଦେଲେ, ଯେ ଯୋଉ କାଠ ତ ଏଠି ମୂଲ୍ୟ ନାହିଁ, ଆଉ ପୋଡିକି ବିକ୍ରି କରନ୍ତି। ମୁଁ ଦୈନିକ ତାକୁ ପୋଡିକିରି ନେଇକି ବିକ୍ରି କରୁଛି, ଯୋଉ ପଇସା ପାଉଛି ସେଇ ପଇସା, ଯୋଉ ଦରିଦ୍ରକୁ ସେଇ ଦରିଦ୍ର। ଆଉ ରଜା କହିଲେ, ଆରେ ତୁ ଚନ୍ଦନ କାଠକୁ ବିକ୍ରି କରୁଛୁ ନା? ଆଉ ଆଜ୍ଞା କଣ କରିବି? ନା ସେ କାଠଟାକୁ ତୁ ନେଇକି ଗୋଟା ନେଇକି ଦେଖା, ଲୋକ ପଇସା ଅଧିକ ଦେବେ। କହିଲା, ଏଇ କାଠରେ ଏତେ ମହତ୍ଵ ନା? ହଁ। ସେ ଯାଇ ପହଞ୍ଚିଲା ବେଳକୁ ଜଣେ କହିଲା, ମୁଁ 500 ଟଙ୍କା ଦେବି।
आउ जन पाक जल कर से कहला 1000 टंका देमी सेठी जेମିତି फेरी आसी कहला आज्ञा ए काठर बहुत महत्व ना तू से काठटा खाली बिक्री करके चल तापर सेठू तापर वर्ष को रोजा गला बेलू देखला बेलू विराट बड़ कोठाबाटी करके से बड़ लोक हो जाइए अर्थात तार अर्थ है जे पर्यंत से लोकटा चंदन काठर मूल्यटा जानी नथिला से पर्यंत सी पोड़ी की अंगार करके बिक्री करुला जेतेबेले से चंदन काठर मूल्यटा को जानीगला सेतबेले सी न पड़िक गोटा नहीं गुरुत्व देला बिक्री करके बड़ लोक है ठीक से गुरु नाम रूपक चंदन काठ को है कि खाली ना खाली जो मंत्र गुड़िक खाली मंत्र हूँ काठ गुरु मंत्र हूँ चंदन काठ गुरु मंत्र को यदि शिष्य को गुरु जिते नाम दियंती शिष्य यदि तार गुरु महत्व न जानी थाए सी चंदन काठ भाया पोड़िक बिक्री करता बुझल ना तेणु तार ये हो न था कौन तार गुरुत्व सी दे न था जेतले से जानिब रस जानिब तत्व जानिब महत्व जानिब जे गुरु नाम रे प्रकृत रे एते दाम अछि गुरु नाम रे एते तत्व अछि गुरु नाम प्रकृत मते मुक्ति बाट को नहीं पारिबो तार एते ताकत अछि सेई गुडाक जेतले तार तत्व रहस्य गुडाक बुझी जीवो सेतबेले कोन करबो ना से गुरु नाम को आ भूलिबो नै कोन बुझि पाछो आ गुरु भी परिवर्तन करबोनी जे प्रकृत सद्गुरु धरिथिबो से सद्गुरु को धरिक से भी परिवर्तन आउ करबोनी केना नामर महत्व जदी जानिथिबो गोटे जगह को जाइथिले से जगह रे गुरुमेला होता है बुझला से गुरुमेला रे गुरु भाई माने किछि आसी थांती से गुरु भाई भीतर जणिए लोक ता बाडरे किछि कंचा कदली थिला से गुरुमेला को आसीथिला तेणु गुरुमेला को आसी सारी कि जेतले गुरुमेला रु फेरला देखला ता बाडरे कंचा कदलटी नाही तेणु सी कहला आउ मु गुरुमेला को जीवी नहीं कहीं ना मु गुरुमेला को जीवर मो बाड़ी कंचा कदलटी चोरी है अर्थात से मेलार महत्व जानी नहीं मेलार तत्व सी जानी नहीं सी गोटे अलग प्रकार बुझला जे मु मेला को जाइली आ गुरु बोधे आसिक मो बाड़ी जगी था उद्देश्य हूँ तार से तेणु तेणु यही प्रकार खाली सी से नुहति प्राय 99% जो माने नहीं गुरु ठारू दीक्षा नहीं से करती ना केते प्रकार भक्त अच्छा बुझे आर्त जिज्ञासुरथार्थी ज्ञानी च भरतर सब बुझे जो 4 प्रकार भक्त रहिले गीतार लिखाई जे आर्त किए आतुर है विपद मुक्ति होगापी मु 55 मेला देमी अमक करमी मो पुओ भल जाऊ ये सब कौन आर्त आतुर से डाकते जिज्ञासु जी जानापी किसी तत्व जानापी केतक नियंती ताकू जिज्ञासु भक्त कहती अर्थात जी किसी धन लोभ पुओ बागर हम झील बागर हम मत कि टंका मिल तेणु सी हूँ अर्थार्थी ज्ञानी लोक से किसी मागे ना कि किसी भी पचारे ना तार दरकार ज्ञान रहस्य उद्घाटन किमिति मु विश्वर रहस्य उद्घाटन करी बुझिपार श्री श्री दयानंद परमहंस देव दिने था उपस्थित था बैठक मठरे सेठी है कौन ना जड़े लोक आसिक पहुँचला पर सी जा कहला प्रभु मत किसी टंका दियो ठाकुर कहला अरे मु बुढ़ा लोक तोते कौ टंका आनी ना मुझे सब जानी आप तो मत टंका देवे आ प्राय 50 जन खंड शिष्य था दिन 12टा बेले से हाथ को धरिकी से पड़िया गड़िया चारिआडे नईकूल चारिआडे बुलेकी घंटे पर्यंत आनले बहुत कथा बुझेले बुझे सारापर से कहले आज्ञा आप जहाँ कहतु मोर किसी दरकार नहीं मोर टंका दरकार सेठू लास्ट बेलू ठाकुर कौन कले देखले जो बुझेले हो पारा नहीं सेठू से बिलरू मुटे माटी उठे देकी सूर्य को देखईदे कहले हे प्रभु है या कहीदे हाथ में धरेदेले जदि धरेदेले एबे से बर्तमान एते बड़ लोक एते माने तार ऐश्वर्यशाली सी ताकू 5 मिनिट फुर्सत नहीं से बैठक मठ को आसापी तेणु अर्थार्थी भक्त प्रबल दृढ़ धरिकी गुरु को सेवा करती हेले कौन हम सी पाई सारा पर से अर्थ पाई सारा पर सैला कहीं से भिकारी बुझिपार भिकारी भिकारी करे कौन ना तुम द्वार जे पहुँच बाबू तुम नाक भल निश भल पुअर हो इमिति हो तुम धन बढ़ू सब गुड़ाक कह तुम हाथ जमी भिका मुठक ता थाल पईला सी पिठी बुली सारापर तुम सहित तार संपर्क ना तेणु मुझे कहे तुम भगवान पाखे भिकारी हुए ना भिकारी हेले तुम भिक्षाटी जो पूर्ण हो तुम भगवान सहित संपर्क रही तेणु तुम भगवान सहित भिकारी नहींकि घर गोटे मेम्बर हो जा गोटे धर्म पुओ कि कौन गोटे हो जा घर मेम्बर हो गले
ତମର ଆଉ ସବୁଦିନ ପାଇଁ ସମ୍ପର୍କଟା ରହିଲା। ତେଣୁ ତେଣୁ ସିଏ କଣ କରନ୍ତି ନା ମୁଁ ଭଗବାନଙ୍କୁ ଡାକୁଛି ଯେ ପ୍ରଭୁ ମୁଁ ତ ଘରର ଗୋଟେ ମେମ୍ବର ମତେ କରିଦେ, କିନ୍ତୁ ମୋର କିଛି ଦରକାର ନାହିଁ, ମୁଁ ତୋ ଠାରୁ କିଛି ଆଶା କରୁନାହିଁ, ମତେ ତୁ ମେମ୍ବର କରିଦେ, ଅର୍ଥାତ୍ ତୋ ପାଦ ତଳେ ମତେ ସେବା କରିବା ପାଇଁ ସ୍ଥାନ ଦେ। ଦେଲେ କଣ ହବ ନା ମୁଁ ତୋର ଖାଲି ସେବା କରୁଥିବି, ବୁଝିଲୁ କି? ରଖ ରଖ ବୋଲି ପ୍ରଭୁ ଡାକେ ନିରନ୍ତର, ରଟୁଥିବି ପାଦ ସେ ବି ସୁନାମ ତୁମର, ରଖ ସିଦ୍ଧ ଯୋଗେଶ୍ଵର, ରତ୍ନାସନ ତଳେ ସ୍ଥାନ ମାଗେ ପାମର। ରତ୍ନାସନ ତଳେ ସ୍ଥାନ ମାଗେ ପ୍ରାମର। କିଏ ମାଗିଥିଲା କାହାକୁ? ବୁଝିଲ ନା? ଯେ ଆମର ଯୋଉ ବଳରାମ ଦାସ ସିଏ ରତ୍ନାସନ ରତ୍ନ ସିଂହାସନ ତଳେ ଯାଇକି ଶୋଇଥିଲେ ଭଗବତକୁ ଦର୍ଶନ କରିବା ପାଇଁ। ସିଂହାସନ ଉପରେ ବିଷ୍ଣୁ ଆଉ ଲକ୍ଷ୍ମୀ, ସିଏ ତାଙ୍କର ଲକ୍ଷ୍ମୀ ନାରାୟଣ ସେ କଥାବାର୍ତ୍ତା ହଉଛନ୍ତି। କଥାବାର୍ତ୍ତା ହେଲା ପରେ ସେଇଠି ଗୋଟିଏ କଥା କଣ ବେତାଳ ହେଲା, ଯୋଉଥିରେ କି ସେଇଠି ଖଟ ତଳୁ ଥାଇ କଲେ, ସେଇଥିପାଇଁ କହନ୍ତି ଟେରି। ଆଉ ଯେମିତି ଏତିକି କହିଦେଲା, ତଳକୁ ଅନେଇ ଦେଲା ବେଳକୁ ଆରେ ବଳରାମ ସାରେ ଆମେ ସ୍ୱାମୀ ସ୍ତ୍ରୀ କଥା ହଉଛୁ, ତୁ କିଏ ସେ ମଲା? ବାପ ମା କଥାବାର୍ତ୍ତା ହଉଛନ୍ତି, ପୁଅ ବସିଛି, ଅସୁବିଧା କଣ? ସେଇଠୁ ଲକ୍ଷ୍ମୀ ତାକୁ ଅଭିଶାପ ଦେଲେ, କହିଲେ ତୁ ଯା, ତୁ ଆଉ ଜୀବନ ସାରା ଶ୍ରୀକ୍ଷେତ୍ରକୁ ତୁ ଆସିପାରିବୁ ନାହିଁ, ବୁଝିଲ ନା? ସେଇଠୁ ସେ ଲକ୍ଷ୍ମୀଙ୍କ ଅଭିଶାପ ପାଇକି ପଳେଇଗଲା। ପଳେଇଗଲା ପରେ ଯେତେବେଳେ ରଥଯାତ୍ରା ହେଇଛି, ରଥଯାତ୍ରାରେ ରଥ ଚାଲିଛି, ଇଏ ବାଲିରେ ବସିକି ରଥ କରିକି ଡାକୁଛି, ପ୍ରଭୁ ମୁଁ ତ ଅଭିଶାପ ପାଇଛି, ଯାଇପାରିବିନି, ତୁ କଣ ସତର ଆସିବୁନି, ମତେ ଟିକେ ଦେଖାଦବୁ ନାହିଁ? ପରମ ବ୍ରହ୍ମ ଜଗନ୍ନାଥ ସିଏ କଣ କଲେ ନା, ସେ ଯୋଉ କଣ ତା ନା ବଳରାମ ଦାସ, ବଳରାମ ଦାସଙ୍କର ସେ ହାତୁର ଡାକ ଶୁଣି ନ ପାରି ସେ ବାହାରିଲେ ଯିବା ପାଇଁ। ଯେତେବେଳେ ବାହାରିଲେ ଯିବା ପାଇଁ, ସେ ଲକ୍ଷ୍ମୀ କି କହିବେନି, କାହିଁକିନା ଲକ୍ଷ୍ମୀର ତାଙ୍କର ଶତ୍ରୁତା। ତେଣୁ ସିଏ ବାହାରିଲେ, ଯେମିତି ବାହାରିଲେ ଲକ୍ଷ୍ମୀ କହିଲେ ତମେ କୁଆଡେ ଯାଉଛ? ନା ମୁଁ ଯାଉଛି ଗୋଟେ ଜାଗାକୁ। ନା ନା ମୁଁ ଆପଣଙ୍କ ସାଙ୍ଗରେ ଯିବି। ସେଇଠୁ ଲକ୍ଷ୍ମୀ ଗଲେ, ଲକ୍ଷ୍ମୀ ନାରାୟଣ ଦି ଜଣ ଯାଇକି ପହଞ୍ଚିଲେ। ଯେତେବେଳେ ପହଞ୍ଚିଗଲେ, ବଳରାମ ଦାସ ପହଞ୍ଚି ହାତ ଯୋଡ଼ିଲେ, ପାଦ ସେବା କଲେ। କରିସାରିଲା ପରେ ଲକ୍ଷ୍ମୀ ହସିଲେ। ସେଇଠୁ ବଳରାମ ପଚାରିଲା, ମା ହସିଲ କାହିଁକି? ନା ମୁଁ ଯୋଉ ଅଭିଶାପ ଦେଇଥିଲି, ଅଭିଶାପ ମୋର ଠିକ ଫଳିଲା ଆଉ। ସେଇଠୁ ବଳରାମ ଦାସ କହିଲେ ସେଇଥିପାଇଁ କହନ୍ତି ଟେରି। ସେଇଠୁ ପୁଣି ରାଗିଲେ ଲକ୍ଷ୍ମୀ, କହିଲେ ବଳରାମ ଦାସ ବୁଝେଇ ଦେଲେ, କହିଲେ ଯୋଉ ଜାଗାରେ ମା ଜଗତ ଜନନୀ କମଳା ବିଦ୍ୟମାନ, ଯୋଉ ଜାଗାରେ ପରମ ବ୍ରହ୍ମ ନାରାୟଣ ବିଦ୍ୟମାନ, ସେ ଜାଗାଟା ଶ୍ରୀକ୍ଷେତ୍ର ଠାରୁ କୋଉଠି କମ ହବ ସେ କଥାଟା, ସେ ଜାଗାଟା। ତେଣୁ ଜଗନ୍ନାଥ କହିଲେ ଲକ୍ଷ୍ମୀ ତୁ ମୋ ଭକ୍ତ ପାଖରେ ସବୁଦିନ ହାରିବୁ, ତୁ କେବେ ମୋ ଭକ୍ତ ପାଖରେ ତୁ ଜିତି ପାରିବୁ ନାହିଁ। କଥାଟା ବୁଝିଲ ନା? ତେଣୁ ଗୋଟେ କଥା ହଉଛି, ଆମେ ତାଙ୍କ ପାଦ ତଳେ ଟିକେ ସ୍ଥାନ ମାଗିବା। ଆଉ ପାଦ ତଳ ଛଡା ଆମର ଆଉ ଅନ୍ୟ କିଛି ଦରକାର ନାହିଁ ପ୍ରଭୁଙ୍କର, ଆମର କିଛି ମାଗିବା ଦରକାର ନାହିଁ। ଆଉ କିନ୍ତୁ ଗୋଟିଏ କଥା ମନେ ରଖିଥା, ଯେ ତତ୍ଵ ବୁଝିଲେ ତମର ପାୱାର ବଢିବ ଏବଂ ଭକ୍ତି ମଧ୍ୟ ଆସିବ, ଜ୍ଞାନ ମଧ୍ୟ ଉଦ୍ରେକ ହବ। ପ୍ରଥମ ଜ୍ଞାନ, ଦ୍ୱିତୀୟରେ ଭକ୍ତି। ଆଉ ଜ୍ଞାନ ନଥାଇକି ଯୋଉ ଭକ୍ତି ଉଦ୍ରେକ ହୁଏ, ଅହେତୁକ କୃପା ଠାକୁରଙ୍କର ଯୋଗୁ ବହୁତ ଶିଷ୍ୟଙ୍କର ଭକ୍ତି ଜାଗ୍ରତ ହୁଏ, ସେ ଭକ୍ତି ଚିରସ୍ଥାୟୀ ନୁହେଁ। ବୁଝିପାରୁଛ? ଗୋଟେ ପୋଖରୀରେ ଗୋଟେ ଦଳ ଅଛି, ତାକୁ ତୁ ଏଡେଇ ଦେଇକିରି ଯିବୁ ଗାଧେଇବୁ, ଗାଧେଇ ସାରିକି ଆସିଲା ପରେ ଯୋଉ ଦଳ ବୁଝି ହବ ସେମିତି ବୁଝିଯିବ। ସେମିତି ପ୍ରଭୁଙ୍କ ଗୁରୁଙ୍କ ଆଶୀର୍ବାଦରୁ କୁଣ୍ଡଳିନୀ ଜାଗ୍ରତ ହେଇଯିବ, ଭକ୍ତି ଜାଗ୍ରତ ହେଇଯିବ। ପୁଣି ସେ ଆଶୀର୍ବାଦ ଟିକକ ଯେତେବେଳେ ବନ୍ଦ ହେଇଯିବ, ସେଠୁ ସେଗୁଡା ସବୁ ପୁଣି ଯୋଉ ପୁନର୍ବଶିକ ଭାବ ସେମିତି ଭକ୍ତ ହେଇଯିବ। ସେଥିପାଇଁ ଆମେ କଣ କରିବା ନା, ତତ୍ଵ ଚିନ୍ତିଲେ ତୁଟେ ଭ୍ରାନ୍ତି, ଭବ ସାଗରୁ ତରି ଯାନ୍ତି। କୋଉ ତତ୍ଵ? ଗୁରୁ ଯୋଉ ନାମ ଦେଲେ, ସେ ନାମର ମୂଲ୍ୟଟା କେତେ, ଯେତେବେଳେ ତମେ ସେ ଗୁରୁଙ୍କ ଠାରୁ ଅବଗତ ହେଇସାରିଲା ପରେ ତମେ ଜାଣିଯିବ ଯେ ନା ନା ୟାର ବହୁତ ମୂଲ୍ୟ ଅଛି, ସେତେବେଳେ କଣ କରିବ? ତମେ ତାକୁ ଟେକି ଟେକି ଧରିବ ନା ଆଉ କଣ ଛାଡିବ କି? ସେତେବେଳେ ତମର ଦୃଢତାଟା ବଢିଯିବ, ଶ୍ରଦ୍ଧା ବଢିଯିବ, ଭକ୍ତି ବଢିଯିବ, ଜ୍ଞାନ ବଢିଯିବ। ସେତେବେଳେ ତମେ କଣ କରିବ ନା, ପ୍ରତିଷ୍ଠା ହେଇକିରି ତମେ ଆଧ୍ୟାତ୍ମିକ ମାର୍ଗରେ ଉନ୍ନତି କରିବ। ବୁଝିପାରୁଛ? ଆଉ ଯୋଉ କର୍ଣ୍ଣଗୁରୁ ମାନେ ଖାଲି ନାମ ଟିକେ ଦଉଛନ୍ତି, ସେ ନାମର ମହତ୍ଵ ମଧ୍ୟ ଗୁରୁ ମଧ୍ୟ ଜାଣିନାହାନ୍ତି। ତେଣୁ ସେ ନାମ ଟିକେ ଯୋଉ ଶିଷ୍ୟ ଜପ କରୁଛି, କୋଉଥିରେ? ମାଳାରେ। ଠାକୁର ଆମର କହିଲେ, ଠକ ଠକ କରି ମାଳା ଠକି ଯିବୁ ରେ ମନ, ଠକି ଯିବୁ ରେ
ଠକ ଗୁରୁ ଠକି ଦେଲେ ଠିକି ଯିବୁରେ। ତୋ ଦେହେ ଲମ୍ବିଛି ମାଳା ସେ ମାଳାରେ ବାନ୍ଧ ବେଳା ହବ ବନ୍ଧନୁ ଗୁଳା ଏତୁ ମୂଳରେ ମନ ଠକ ଗୁରୁ ଠକି ଦେଲେ ଠିକି ଯିବୁରେ। ତାର ପଦଟି ସେ କହିଛନ୍ତି ହରେ କୃଷ୍ଣ ରାମ ଗାଇ ସୁକ ପକ୍ଷୀ ତରିବ ଶବଦ ଭେଦିକି ବାବୁ ନର କରେ ପଡିବ। ଠିକ ଗୁରୁ ପାଦ ଧ୍ୟାଇ ଠିକ ଗୁରୁ ପାଦ ଧ୍ୟାଇ ହେତୁ କରରେ ମନ ଠକ ଗୁରୁ ଠକି ଦେଲେ ଠିକି ଯିବୁରେ। ବୁଝିଲ ନା? ଆଜ୍ଞା ଆଜ୍ଞା। ତେଣୁ ଗୋଟେ କଥା ହଉଛି ଯେ ଯୋଉ ପ୍ରଶ୍ନ ପଚାରିଲୁ ଉତ୍ତର ପାଇଲି ତ? ଆଜ୍ଞା ବାବା ପାଇଲି ବାବା। ବାସ୍ ବାବା ସେଇ କଥା ବାବା ମାନେ ତଥ୍ୟ ବାବା ଆଗେ ଗୁରୁ ତଥ୍ୟ କହିଦିଅନ୍ତି ନାମ ଚିନ୍ତା କରି ତଥ୍ୟ ଜାଣି ହୁଏ ନା ଗୁରୁ କହିଦିଅନ୍ତି ତଥ୍ୟ ପ୍ରଥମ ବାବା? ନା ଗୁରୁ ନାମଟା ଦେଇ ଦିଅନ୍ତି ପ୍ରଥମେ ଗୁରୁ ଆଜ୍ଞା ବୁଝାନ୍ତି ନାହିଁ। କାହିଁକି ବୁଝାନ୍ତି ନାହିଁ ନା ତା କାରଣ କଣ ନା ସିଏ ଦେଖନ୍ତି ଯେ ଶିଷ୍ୟର ବର୍ତ୍ତମାନ ଜ୍ଞାନ ପରିପକ୍ୱ ହେଇନି ସେତେବେଳେ ସିଏ କଣ ତାକୁ ବୁଝେଇବେ। ତେଣୁ ଆଗେ ତାକୁ କୁହନ୍ତି ତୁ ଆଗେ ନାମଟାକୁ ଜପ କର। କିଛି ଦିନ ନାମ ଜପ କଲା ପରେ ଯେତେବେଳେ ଚିତ୍ତ ଶୋଧନ ହେଇଯାଏ ଗୁରୁ ଯେତେବେଳେ ଜାଣନ୍ତି ଯେ ମୋ ତତ୍ଵ କଥାକୁ ବୁଝିବା ପାଇଁ ୟାର ଉପଯୁକ୍ତ ମସ୍ତିଷ୍କ ଆସିଗଲା, ସ୍ମରଣ ଶକ୍ତି ବଢିଗଲା ଏବଂ ୟାର ପାୱାର ବଢିଗଲା, ଇଏ କ୍ଷମତା ଆସିଗଲା ଆର ଜ୍ଞାନ କଥାକୁ ବୁଝିବା ପାଇଁ, ସେତେବେଳେ ସେ ତାକୁ ବୁଝାନ୍ତି। ଏବଂ ଗୁରୁ ଶିଷ୍ୟକୁ କେତେବେଳେ ବୁଝାନ୍ତି ନା ସମସ୍ତଙ୍କ ଅଗୋଚରରେ ସମିତିକି ସମାନ କଥା କୁହନ୍ତି ଯେ କିନ୍ତୁ ଜ୍ଞାନ କଥା ଦେଲା ବେଳେ ଶିଷ୍ୟକୁ ଭିନ୍ନ ଭିନ୍ନ ଅଲଗା ଅଲଗା ରୂପରେ ଦେଇକି ତାଙ୍କୁ ଜ୍ଞାନ ତାଙ୍କର ଶକ୍ତିଟାକୁ ସେ ବଢାନ୍ତି। ବୁଝିପାରୁଛନ୍ତି? ୟାର ଉଦାହରଣ ହଉଛି ଯେ ଈଶ୍ୱର ପାର୍ବତୀକି ନେଇକି ଯାଇଥିଲେ ଏକାମ୍ର କାନନରେ ଏକୁଟିଆ ବ୍ରହ୍ମଜ୍ଞାନ ଶିଖିବା ପାଇଁ। ତାର କାରଣ କଣ? ଯେ ଦେଖାଇ ଘର ଦ୍ୱାର ପଥ ଜ୍ଞାନ ନ କହିବ ସାକ୍ଷାତ ଜ୍ଞାନ କାହାକୁ କହିବ ନା ଯିଏ ଉପଯୁକ୍ତ। ଯୋଉ ପିଲାମାନେ ସ୍କୁଲରେ ପାଠ ପଢୁଛନ୍ତି ତା ଭିତରୁ ସବୁ ପିଲାଙ୍କୁ ସାର କଣ ସବୁ ହିସାବରେ ସବୁ ପଢଉଛନ୍ତି ଏକା କିନ୍ତୁ ବୁଝିଲା ବେଳେ ପିଲା ଅଲଗା ଅଲଗା ବୁଝି କାହିଁକି ନା ସମସ୍ତଙ୍କର ବୁଝିବା କ୍ଷମତା ସମାନ ନାହିଁ। ସେମିତି ଯୋଉ ଶିଷ୍ୟଟି ଭଲ ବୁଝିପାରିଲା ଭଲ ଜାଣିପାରିଲା ତାକୁ ଶିଷ୍ୟ ଆଦର କରିବେ, ତାକୁ ନିଶ୍ଚିନ୍ତ କୃପା ଅଧିକ ଦେବେ। କିନ୍ତୁ ଗୁରୁ ସମାନ ଦୀକ୍ଷା ଦିଅନ୍ତି, ସମାନ ପାୱାର ଦିଅନ୍ତି, ହେଲେ ପାତ୍ର ନେଇକି ବେଶୀ କମ ହୁଏ। କ୍ଲାସରେ ଜଣେ ସାର୍ ପଠଉଛନ୍ତି ସମିତିକି ସମାନ ପଢଉଛନ୍ତି ନା ଆଉ କିନ୍ତୁ ଜଣେ ପିଲା କାହିଁ 30 ନମ୍ବର ରଖୁଛି ଜଣେ କାହିଁ 50 ରଖୁଛି। ତା କାରଣ ହଉଛି ଯେ ପାତ୍ର ଭେଦରେ ଭିନ୍ନ 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 ନମ୍ବର ସେମାନେ ରଖନ୍ତି। ନିଜ ନିଜ କାପାସିଟି ନେଇକରି ସେ ତାଙ୍କର ନମ୍ବର ରଖନ୍ତି। ଏଇଭଳି ପ୍ରକାର କଥା। ତେଣୁ ଯୋଉ ନାମଟି ଗୁରୁ ଦେଲେ ସେ ନାମର ରହସ୍ୟଟାକୁ ଆମକୁ ବୁଝିବା ପାଇଁ ପଡିବ। ରହସ୍ୟ ନ ବୁଝିଲେ ତା ତତ୍ଵ ଭେଦ ନ କଲେ ଆମେ କରିବା ଯେ କିନ୍ତୁ ଏତେ ଗୁରୁତ୍ୱ ରହିବନି। ଆଉ ରହସ୍ୟ ଭେଦ କରିବା ପାଇଁ ଗୁରୁ ନ କହିଲେ ମଧ୍ୟ ରହସ୍ୟ ଭେଦ ହେଇପାରିବ। କେମିତି ନା ଗୁରୁ ଯୋଉ ନାମ ଦେଲେ ସେ ନାମକୁ ଯଦି ନିଷ୍ଠାର ସହିତ ଦୀର୍ଘ ବର୍ଷ ତାକୁ ବସିକି ସ୍ମରଣ କରିବ ଦିନ ଆସିବ ତମର ଜ୍ଞାନ ଉଦୟ ହବ। ସେଇଥିରେ ସେଇ ମନ୍ତ୍ରରେ ଗୁରୁ ବିନା ତମର ଜ୍ଞାନ ଉଦୟ ହବ। ୟାର ମଧ୍ୟ ଗୋଟେ ଗପ ମୁଁ କହୁଛି ଶୁଣ। ଛୋଟିଆ ଗପଟେ। କଣ ଯେ ନାରଦ ଦିନେ ସ୍ୱର୍ଗରୁ ଆସିକି ମର୍ତ୍ତ୍ୟପୁରରେ ଜନ୍ମଗ୍ରହଣ କଲେ। ତାଙ୍କ ମା ହଉଛି ଜଣେ ବିଧବା ବ୍ରାହ୍ମଣୀ। ସେ ମା ପୁଅ 2 ଜଣ ଚଳିବେ କେମିତି, ଖାଇବେ କଣ? ନା ତା ମା ଯାଇକି ଆଉ ଜଣେ ବ୍ରାହ୍ମଣ ତା ଘରେ ଯାଇକି ସିଏ ତା ଘୋଡାଶାଳରେ ସେ ଯାଇକି କାମ କରେ। କିଏ? ନାରଦ ମା। ଯଦି କାମ କରେ ବ୍ରାହ୍ମଣ କହିଲା ତୁ ତ କାମ କରୁଛୁ ତତେ ଗୋଟେ ବଖତ ଖାଇବାକୁ ଦେବି। ତୋ ଭେଣ୍ଡିଆ ଟୋକାଟା ଯୋଉ ବୁଲୁଛି ସେ ତ କିଛି କାମ କରୁନି ତାକୁ କାହିଁ ଦେମି ଖାଇବାକୁ? ତାକୁ ଦେମିନି। ମୁଁ ଗୋଟିଏ ମିଲ୍ ଦେମି ତମେ 2 ଜଣ ଖାଇବ ଖା ନ ଖାଇବ ନା। ମା ସେଇଠୁ କଣ କରେ ନା ସେ ଗୋଟିଏ ମିଲ୍ କି ଆଣିକି ମା ମନ ତ ସିଏ ପୁଅକୁ କଣ କରେ ନା ତାକୁ ଆଗେ ଖାଇବାକୁ ଦିଏ। ପୁଅ ଖାଇସାରି ପେଟ ପୁରିଲା ପରେ ଯଦି ବଳେ ଖାଏ ନହେଲେ ତୋରାଣି ମୁଠେ ପିଇ ଦେଇକି ସେ ତାର ରହେ। କିଏ? ସେ ମା। ଏମିତି କରୁ କରୁ ଦିନେ ଚାତୁର୍ମାସ୍ୟ ବ୍ରତ କରିବା ପାଇଁ ଦଳେ ସାଧୁ ଆସିକି ତାଙ୍କ ବ୍ରାହ୍ମଣ ଘରେ ପହଞ୍ଚିଲେ। ଯେତେବେଳେ ପହଞ୍ଚିଲେ ବ୍ରାହ୍ମଣ ସେଇଠୁ କହିଲା ଆରେ ଏଇ ଭେଣ୍ଡିଆ ଟୋକାଟା ତ ବୁଲୁଛି ତେଣୁ ଗୋଟେ କଥା କର ଯେ ତୁ ଯାଇକି ସାଧୁ ମାନଙ୍କର ସେବା କର। ତେଣୁ ଏଠି ଗୋଟେ ଉପଦେଶ ମୁଁ ତତେ କହୁଛି ଶୁଣୁ ଯେ ଏକଥା ଅନୁକୂଳ ଚନ୍ଦ୍ରଙ୍କ ଉପଦେଶ ବୋଧେ। ତେଣୁ ସିଏ କହିଥିଲେ କଣ ଯେ ସାବଧାନ ଚାକର ବାକରଙ୍କ ଦ୍ଵାରା ତମେ ଗୁରୁ କିମ୍ବା ସାଧୁଙ୍କର ସେବା କର ନାହିଁ, ଠକି ଯିବ।
କାହିଁକି ନା ଯିଏ ସେବା କରିବ ସିଏ ଫଳ ପାଇବ ନା। ଆଉ ବ୍ରାହ୍ମଣ ଯେତେବେଳେ ନାରଦଙ୍କୁ ବିନିଯୋଗ କଲା ସେ ଫଳଟା ନାରଦ ପାଇବେ ନା, ଆଉ ବ୍ରାହ୍ମଣ କୋଉଠୁ ପାଇବ? ଯିଏ ସେବା କଲା ସିଏ ପାଇବ। ତେଣୁ ନାରଦ ତାଙ୍କର ସେବା କଲା, ତାଙ୍କ ଲୁଗା କାଚିଲା, କମଣ୍ଡଳୁ ମାଜିଦେଲା, ଖାଇବାକୁ ନେଇକି ଦେଲା, ସବୁ ସାଧୁ ମାନେ ଖାଇଲେ। ଯାହା ପତରରେ ବଳେ ସବୁ ଗୁଡାକ ରୁଣ୍ଡେଇ ରାଣ୍ଡେଇ ନେଇକିରି ଗୋଟେ ଜାଗାରେ ରଖେ, ପତରକୁ ଫୋପାଡ଼ି ଦେଇକି ଜାଗାକୁ ସବୁ ନିପି ପୋଛି ଦେଇ ସିଏ ଯାହାର ଦିଅନ୍ତି ସାଧୁ ସେଇଆକୁ ସିଏ କଣ କରେ ନା ଖାଏ। ବୁଝିପାରୁଛ? ଖାଉଁ ଖାଉଁ 4 ମାସ ଭିତରେ ଯେତେବେଳେ ସାଧୁଙ୍କ ପ୍ରସାଦ, ବୁଝିଲ କି, ସାଧୁଙ୍କ ପ୍ରସାଦଟା ଖାଲି ଲୋକ ଖାଇବା ପ୍ରସାଦ ନୁହେଁ। ତାର କାରଣ ହଉଛି ସାଧୁ ଯୋଉ ପ୍ରସାଦ କରିଥାନ୍ତି ସେ ପ୍ରସାଦ ସେ ମନ୍ତ୍ରପୁତ ପ୍ରସାଦ, ସେ ନୈବେଦ୍ୟ କରିଥାନ୍ତି, ଈଶ୍ୱରଙ୍କୁ ଦେଇଥାନ୍ତି। ତେଣୁ ସେଥିରେ କିଛି ଗୋଟେ ଶକ୍ତି ଥାଏ। ତେଣୁ ସେଇ ଜ୍ଞାନ ଶକ୍ତି ଗୁଡାକ ସେଥିରେ ନିହିତ ଥାଏ। ତାକୁ ଯିଏ ପାଇବ ତାର ଉନ୍ନତି ହବ। ଆଜିକାଲି ତ ସାଧୁ ସନ୍ନ୍ୟାସୀକି ଲୋକ ଖାଇବାକୁ ଦେଇ ସାରିକିରି ତାଙ୍କ ସାଧୁଙ୍କ ପ୍ରସାଦ ପାଉନାହାନ୍ତି, ନେଇକି ଗୋରୁ ଆଟିକାରେ ଢାଳି ଦଉଛନ୍ତି। ବହୁତ ଜାଗା ମୁଁ ଦେଖିଲିଣି। କିନ୍ତୁ ବୁଝିପାରୁନାହାନ୍ତି ଯେ ସାଧୁଙ୍କ ପ୍ରସାଦରେ ହିଁ କେବଳ ପାୱାର ଥାଏ, ଆଧ୍ୟାତ୍ମିକ ଜ୍ଞାନ ଥାଏ। ସେଟା ସେ ଜାଣିପାରନ୍ତି ନାହିଁ। କଣ ବୁଝିପାରୁଛୁ ନା? ତେଣୁ ସିଏ ତାକୁ ନେଇ କଣ ନା ଗୋରୁ ହାଣ୍ଡରେ ସବୁ ଢାଳି ଦିଅନ୍ତି। ତେଣୁ ଏଟା ଭୁଲ। ତେଣୁ ସାଧୁଙ୍କ ପ୍ରସାଦ ଆମକୁ ପାଇଲେ ଆମର ଜ୍ଞାନ ବଢେ, ଏ କଥା ସେମାନେ ଜାଣିପାରନ୍ତି ନାହିଁ। ତେଣୁ ନାରଦ କଣ କଲେ ନା ସେ ପ୍ରସାଦକୁ ପାଉ 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 କିଛି ଦିନ ପରେ ଦେଖିଲାକୁ ତାର ଜ୍ଞାନ ଉଦୟ ହେଲା। ଯେତେବେଳେ ଜ୍ଞାନ ଉଦୟ ହେଲା, ସାଧୁମାନେ ଲକ୍ଷ୍ୟ କଲେ ଯୋଉ ଡାକ୍ତରଟି ମେଡିସିନ ଦଉଛି ସେଇ ଡାକ୍ତର ଜାଣିପାରିବ ଯେ ରୋଗୀର କେତେ ରୋଗ ଭଲ ହେଲା। ରୋଗୀ ଜାଣି ନ ପାରିବନି, କିନ୍ତୁ ଡାକ୍ତର ଠିକ ଜାଣିପାରିବ। ସେମିତି ସାଧୁମାନେ ଠିକ ଜାଣିପାରିଲେ ଯେ ଇଏ ନାରଦ ଯୋଉ ପ୍ରସାଦ ପାଇଲା ତାର ଜ୍ଞାନ ନିଶ୍ଚିନ୍ତ ଉଦ୍ରେକ ହେଲାଣି। ତେଣୁ ସିଏ ଯେତେବେଳେ ସେ ବ୍ରାହ୍ମଣ ଘରୁ ବିଦାୟ ନେଲେ, ସିଏ କଣ କଲେ ନା ତାକୁ ନାରଦକୁ ପରମ ତତ୍ତ୍ୱ ଜ୍ଞାନ ଉପଦେଶ ଦେଇକି ସିଏ ତାଙ୍କର ଚାଲିଗଲେ। ଗଲା ପରେ ନାରଦ କହିଲେ ଆରେ ଇଏ ଉପଦେଶ ନେଲି, ଆକୁ କରିମି କଣ, କେମିତି କଣ କରିବି? ମା ତ ମୋର କଣ୍ଟକ, ମା ତ ମତେ କୋଉଠିକି ଛାଡୁନି। ମା ଟା ମରିଯାନ୍ତେ କି? କିନ୍ତୁ ମା ଟା ମରିଯାନ୍ତେ ବୋଲି କଣ ଆମେ ମାରିଦବା? ତା ନୁହେଁ। ସେ ସମୟକୁ ଅପେକ୍ଷା କରିଥିଲେ। ଦୈବ ଯୋଗ ଘୋଡାଶାଳରେ ଗୋଟେ ସାପ କାମୁଡି ଦେଲା ତା ମାକୁ, ତା ମାଟି ମରିଗଲା। ଯେମିତି ମରିଗଲା ସିଏ କଣ କଲା ନା ମାକୁ ନେଇକି ସଂସ୍କାର କରିଦେଇକି ଖେଟ ଖରବଟ ଗିରି ବଣ କୁଆଡେ ଯିବା କଥା ଦୌଡିଲା ସେ ଯୋଉ ସାଧୁଙ୍କୁ ଖୋଜିବା ପାଇଁ। ସାଧୁ କୋଉଠି ଆଉ ଅଛନ୍ତି? ତା ଯୋଗୀ ଭତ୍ତା ପାନି। ପାଣି ବହିଗଲେ ଯେମିତି ଫେରେ ନା, ସାଧୁ ଚାଲିଗଲେ ସେମିତି ସେ ଆଉ ନଉଟିବେନି, ପଛକୁ ଫେରନ୍ତି ନାହିଁ ବୋଲି ଯୋଉ କଥା ଅଛି। ତେଣୁ ସିଏ କଣ କଲା ନା ସାଧୁକୁ ନ ପାଇକି କହିଲେ ଠିକ ଅଛି, ସିଏ ଯୁଆଡେ ଯାଉଛନ୍ତି ଯାଆନ୍ତୁ, ମତେ ଯାହାକୁ ଦେଇଛନ୍ତି ମୁଁ ସେଇଆକୁ ବସିକି ସ୍ମରଣା କରିବି ଦୀର୍ଘ ଦିନ ଧରି। ତେଣୁ ସିଏ କଣ କଲା ନା ଦୀର୍ଘ ଦିନ ତାକୁ ନିଷ୍ଠାର ସହକାରେ, ଚଳିବ ନାହିଁ ଦୃଢରୁ ବୃକ୍ଷ ଫଳ ଫଳିବ, ଟେକା ଟେକି କଥା ନ ଶୁଣି ମନ ଧୀର କରିବ। ତେଣୁ ସେ ନିଷ୍ଠା ସହକାରେ ସେ ଜପ କଲେ, କରିବା ଦ୍ଵାରା ସେ ପରମ ବ୍ରହ୍ମକୁ ପାଇଲେ। ଏମିତି କଲେ, ଏମିତି ପୁରାଣ କଥା ବହୁତ କଥା ଅଛି। ତେଣୁ ଏଥିରୁ ଜଣା ହଉଛି ଯେ ଗୁରୁ ଯାହାକୁ ଦେବେ ନିର୍ବିଘ୍ନରେ ନିର୍ବିଚାରରେ, ପ୍ରଶ୍ନ ନ ପଚାରି ଗୁରୁଙ୍କୁ, ସନ୍ଦେହ ପଚାର, ଗୁରୁ ଦେଇଛନ୍ତି ମାନେ ମୁଁ ଏଇଟାକୁ ଜପିବି ବାସ୍। ଏତିକି ନିଷ୍ଠା କରିକି ଯିଏ ନିଷ୍ଠା ସହକାରେ ରହିବ, ଗୁରୁଙ୍କ କଥାକୁ ମନେ ପକେଇବ ସବୁବେଳେ ପାଇଁ, ନିଶ୍ଚିନ୍ତ ଫଳ ଫଳିବ, ଏଇଟା ଗ୍ୟାରେଣ୍ଟି। ଗୋଟେ ମଞ୍ଜି ମୁଁ ଆଜି ଲଗେଇଦେଲି, ମୁଁ କାଲିକି କହିବି ଫୁଲ ଫୁଟିବ ଫଳ ଧରିବ, ସମ୍ଭବ କେବେ? ତାର ଟାଇମ ଅଛି ନା। ଆଉ ସେମିତି ଗୁରୁ ନାମକୁ ସ୍ମରଣ କର, ଏ ଜନ୍ମରେ ହେଇପାରେ, 2 ଜନ୍ମ ପରେ ହେଇପାରେ, 5 ଜନ୍ମ ପରେ ହେଇପାରେ, କୋଉ ଦିନ ହବ ହବ, କିନ୍ତୁ ହବ। ଅକ୍ଷୟ ଧନବାସୀ ସେ କେବେ କ୍ଷୟ ଯିବନି, ହବ। କିନ୍ତୁ ତମେ ନିଷ୍ଠାର ସହକାରେ ତାକୁ ଧରିଥାଅ। ଯଦି ପ୍ରକୃତ ସଦ୍ଗୁରୁ ପାଇଛ, ସଦ୍ଗୁରୁ ଯଦି ପ୍ରକୃତ ଜିନିଷ ଦେଇଛନ୍ତି, ତାହେଲେ ଧରିକିରି କାମ କର। ହଉ ବାବା, ଆପଣଙ୍କ ପାଖରେ ଆମର କୋଟି କୋଟି ପ୍ରଣାମ।